ବର୍ଷା ଛାଡ଼ିକି ସଞ୍ଜ ବୁଡ଼ ହୋଇଥାଏ। ଚାରିଆଡ଼ ଗହଳି ଚହଳି, ଲୋକମାନେ କାମଧନ୍ଦା ସାରିକି ଘର ବାହୁଡ଼ା ହେଉଥାନ୍ତି। ଆଉ ରୋଡ଼ରେ ଗାଡ଼ି ଘୋଡ଼ାର ସୁଅ ବି ଛୁଟୁଥାଏ। କହିବାକୁ ଗଲେ ଏ ପାଖରୁ ସେ ପାଖ ଯିବା ବଡ଼ କଷ୍ଟ। ଦୁଇ ସାଙ୍ଗ କିନ୍ତୁ ହିସାବରେ ଲାଗି ପଡ଼ିଥାନ୍ତି କି ଡାଲି, ଚାଉଳ, ତେଲ, ଲୁଣ ଆଉ ଏମିତି ଅନେକ କିଛି, ବୋଧେ ମାସିକିଆ ଘର ସଉଦା। ବିଭୁ କିନ୍ତୁ ଟିକେ କହି ପକେଇଲା, ସଉଦା ଟିକେ କମ୍ କଲେ ହୁଅନ୍ତାନି? ତା ଛଡ଼ା ଇଏ ତ କଟକ, ପୁଣି ମହରକର ଯୁଗ। ଘରୁ ଗୋଡ଼ କାଢ଼ିଲେ ପଇସା ଲୋଡ଼ା। କଥା ଛିଣ୍ଡିକି 150କୁ ଆସିଲା। ସେଥିରେ ବି ଗୁଣୁଗୁଣୁ ହେଉଥାଏ ଶିବ। ଯାହା ହେଲେ ବି ପେଟକୁ ଖାଇବା ନା, ଆଉ ଯେମିତି କାହାକୁ ଦେଲା ଭଳିଆ ହେଉଛୁ। ଯାହା ବି ହଉ, ଟଙ୍କା ତକ ଯୋଗାଡ଼ି ଦୁଇ ସାଙ୍ଗ ଏଣିକି ଚାଲିଥାନ୍ତି ସଉଦା ପାଇଁ। ହଠାତ୍ ଅତି ଧୀର ସୁରରେ ପାଖ ମାଛି ଅନ୍ଧାର ଭିତରୁ କାନରେ ବାଜି ଉଠିଲା, ତୋ ଛନ୍ଦା ଚରଣରେ ମୁଁ ଆଶ୍ରିତ, ମୋତେ ତୁ ଭୁଲିଯିବୁନି ତ? ଥରେ ନୁହେଁ, ବରଂ ବାରମ୍ବାର ଶୁଭୁଥାଏ କେବଳ ଏଇ କଥାଟି। କାନରେ ବାଜିବା କ୍ଷଣି ଲୋମଗୁଡ଼ାକ ଟାଙ୍କୁରି ଉଠୁଥାଏ। କିଏ ସେ? ପୁଣି ବର୍ଷା ରାତିରେ ଏମିତି ପ୍ରାର୍ଥନା କରୁଛି। ଛନ୍ଦା ଚରଣ ତ ମୋ କାଳିଆର ନା। କିଏ ସେ ଭକ୍ତ? ପୁଣି ରାତିଟାରେ ଦେଖିବା ପାଇଁ ଭାରି ଇଚ୍ଛା ହେଲା, ହେଲେ ପାଖରେ ସେମିତି କେହି ନଥିଲେ। କହିବାକୁ ଗଲେ ସମସ୍ତେ ନିଜ ନିଜ କାମଧନ୍ଦାରେ ବ୍ୟସ୍ତ। ଦୁଇ ଜଣଙ୍କ ମନକୁ କଥାଟା ଆସିଲା କି ଶାନ୍ତେ, ତୁମ କଥା ଶୁଣିବାକୁ ନା ଭାରି ଭଲ ଲାଗୁଛି, ହେଲେ କଥା କହୁଥିବା ସେ ଲୋକଟା ଯେ କେତେ ସୁନ୍ଦର ନ ହେଇଥିବ, ଥରେ ଭେଟ କରାଇଲେ ହୁଅନ୍ତାନି? ଏତକ କହି ବୁଲି ପଡ଼ିଲା ବେଳକୁ ଜଣେ ଅଜଣା ଲୋକର କହୁଣିଟା ଛାତିରେ ଭୁସିହେଲା। ଲୋକଟା କେବଳ ଏତିକି କହୁଥାଏ, ସେପଟକୁ ଯିବି, ଟିକେ ନେଇ ପାରି କରିଦେବ, ଚା ଟିକେ ଖାଇବା। ଲୋକଟାର ବେଶଭୂଷା ଆଉ ଚାଲିଚଳଣି ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଥାଏ। ଖାଲି ପାଦ, ତା ସାଙ୍ଗକୁ କାନ୍ଧରେ କାନ୍ଧ ବ୍ୟାଗଟା ପଡ଼ିଛି। ପ୍ୟାଣ୍ଟ ସାର୍ଟରୁ ଲାଗୁଥାଏ ଭାରି ସ୍ୱାଭିମାନୀ। ପୁଣି ଦୁଇଟା ଯାକ ଆଖି ସମ୍ପୂର୍ଣ୍ଣ ଅନ୍ଧ। କହିବାକୁ ଗଲେ ଜନ୍ମରୁ। ଯେତେବେଳେ ହାତ ଯୋଡ଼ି ଦେଇ କହୁଛି, ଦୁଇ ସାଙ୍ଗ ଆଉ ମନା କରିପାରିଲେନି, ନିଜକୁ ସମ୍ଭାଳି ପାରିଲେନି। ମଉସା, ହାତ ଯୋଡ଼ିବା କିଛି ଦରକାର ନାହିଁ, ଆମେ ରାସ୍ତା ପାରି କରିଦେବୁ, ହେଲେ ଯିବ କୁଆଡ଼େ? ଏଥର ରୋକଠୋକ୍ କଥା। ଏଇ ଆଗରେ ମନିଆ ଭାଇର ଚା ଦୋକାନ। 5କୁ 6 କରୁ ସତ, ଚା ଏକଦମ ବଢ଼ିଆ। ଚା ବିସ୍କୁଟ ଟିକେ ଖାଇବା, ତାପରେ ଘରକୁ। ଆଉ ବିଶେଷ କିଛି ପଚାରି ପାରିଲେନି ସତ, କାହିଁକି ନା ଲୋକଟା ଭାରି ବ୍ୟସ୍ତ ଲାଗୁଥିଲା। ତା ଛଡ଼ା ରାତି ବି ବଢ଼ୁଛି ନା, ସେ ତା ବାଟରେ ଯାଉ। ଦୋକାନ ପାଖରେ ଛାଡ଼ି ଦେଇ ଦୁଇ ଜଣ ତାଙ୍କ ବାଟରେ ଚାଲିଗଲେ ସିନା, ଆଉ ସଉଦା କିଣିବାରେ ମନଟା ଲାଗୁନଥାଏ। ମନରେ ଅନେକ ଗୁଡ଼ିଏ ପ୍ରଶ୍ନ ଲୁଚକାଳି ଖେଳିଲା। ବିଭୁ କହୁଥାଏ, ଲୋକଟା ବଡ଼ ଅଜବ ଲାଗିଲା ନା? ହଁ ପିରା, ନୁହେଁ ତ ଆଉ କ'ଣ? କେମିତି ଘରୁ ଗୋଡ଼ କାଢ଼ୁଛି ଯେ, ପୁଣି ଅନ୍ଧ ଲୋକଟା। ଦେଖୁଛୁ ତ ଆମକୁ ରାସ୍ତା ପାରି ହେବାକୁ କେତେ ନିମିଷ ଲାଗୁଛି। ତାକୁ ଦେଖ, କୁଆଡ଼େ କୁଆଡ଼େ ବୁଲି ଆସିଲାଣି। ପୁଣି ସବୁ କାମ ସାରି ତାକୁ ଘରକୁ ଯିବାକୁ ହେବ। ବୋଧେ ଲୋକଟା ମିଛ କହୁନି ତ? ନାଇଁ ମ, କାଳିଆର ଗୀତ ବୋଲୁଛି, ପୁଣି ଖାଲି ପାଦ। ମୋତେ କାହିଁ ଲାଗୁନି, ହେଲେ ତାର ଦିନ ତମାମ କାମ ଗୁଡ଼ାକ କେମିତି ଘଟୁଛି ଯେ? ଆଖି ବନ୍ଦ କରି ଖୋଜି ବି ଚାଲିବା କଷ୍ଟ, ହେଲେ ସିଏ କେମିତି ଚାଲୁଛି? ସେଇ କଥା ତ ମୁଁ ବି ଭାବୁଛି। ଦୁଇ ଜଣଙ୍କ କଥାକୁ ଆଉ ଜଣେ ବୃଦ୍ଧ ସବୁ ଶୁଣୁଥାନ୍ତି। ସେ କହି ପକେଇଲେ, ସେ ଲୋକଟା ବାବଦରେ ତମେ ଯାହା କହୁଛ କୁହ ପଛେ, କିଛି କଥା ନାହିଁ, ହେଲେ ସିଏ ଯେ ମିଛ କହୁଛି ବିଲକୁଲ କୁହନି। ତା ଛଡ଼ା ତୁମ ମନରେ ଯେଉଁ ପ୍ରଶ୍ନ ଗୁଡ଼ାକ ଉଙ୍କି ମାରୁଛି ନା, ସେ ହିଁ କେବଳ ତା ଉତ୍ତର ଦେଇପାରିବ। ଥରେ ଯାଇ ପଚାରୁନ। କିଛି କହିବନି ମ, ଭାରି ଶାନ୍ତ, ଭାରି ଭଦ୍ର ଆଉ ସ୍ୱାଭିମାନୀ। ହେଲେ ମଉସା, ତାକୁ ଆଉ ପାଇବୁ କୁଆଡ଼ୁ ଯେ? ସିଏ ତ ତା ବାଟରେ ଚାଲି ଯାଇଥିବ। ତୁମ ଭାଗ୍ୟ ଯଦି ମିଳିପାରେ। ଏତକ କହି ମଉସା ଚାଲିଗଲେ। ଦୁଇ ଜଣଙ୍କ ମନରେ ଲୋକଟା ବିଷୟରେ ଜାଣିବା ପାଇଁ ଇଚ୍ଛାଟା ବଢ଼ିଗଲା। ଏଣିକି କାଳିଆ ପାଖରେ ହାତ ଯୋଡ଼ି ବସିଲେ। କି ମହାପୁରୁ ହେ, ଆଉ ଥରୁଟିଏ ମାତ୍ର ତୁମର ସେ ଅନ୍ଧଭକ୍ତ ଠାଇଁ ଦେଖା କରେଇଦେଲେ ହୁଅନ୍ତାନି? ଏମିତି କହି ଫେରୁଥାନ୍ତି। ସତେ ଯେମିତି କାଳିଆ ମନ କଥା ବୁଝିଲା। ତା ଛଡ଼ା ସେ ତ ମନୁଆ ଠାକୁର ନା, ମନ କଥା ବୁଝିବାକୁ କେହି ସମୟ ଯେ? ଯେଉଁ ଦୋକାନ ପାଖରେ ଛାଡ଼ିଥିଲେ ସେଇ ଦୋକାନ ପାଖରେ ପୁଣି ଭେଟ ପାଇଲେ। ଲୋକଟା
ପୂର୍ବ ପରିକା ଅଣ୍ଡାଳି ଅଣ୍ଡାଳି କହୁଥାଏ, ଟିକେ ରାସ୍ତା ପାରି କରିଦେବ? ହଁ ମଉସା, ଆସୁନ। ଶବ୍ଦ ବାରିକି ସବୁ ଜାଣିପାରିଲା। ଆରେ ତମେ ସେଇଟି ଯିଏ ମୋତେ ପୂର୍ବରୁ ଏଇ ଦୋକାନ ପାଖରେ ଛାଡ଼ିଥିଲ? ହଁ ଯେ, ହେଲେ ତମେ ଏଯାଏ ଯାଇନ? ଜଣେ ବାବୁ ଥଣ୍ଡା ଟିକେ ଦେବେ ବୋଲି କହିଲେ, କୁଆଡ଼େ ଯେ ଚାଲିଗଲେ, ଏଇଠି ଛିଡ଼ା ହେଇଛି। ହେଲେ ସେପଟେ ଛାଡ଼ିଦିଅ, ଲିଫ୍ଟ ମାଗିକି ଘରକୁ ଚାଲିଯିବି। ବଳକା ଟଙ୍କାରୁ ଥଣ୍ଡାଟିଏ ଆଣିଦେଲେ, ହେଲେ ପ୍ରଶ୍ନ ଗୁଡ଼ାକ ଅସ୍ଥିର କରି ପକାଉଥାଏ। ଛାଡ଼ିବାକୁ ଇଚ୍ଛା ହେଉନଥାଏ। କହୁ କହୁ କହି ପକାଇଲେ, ତମେ ତ ଅନ୍ଧ, ବାଟ ଦେଖାଯାଉନି। ଏମିତି ଚାଲୁଛ କେମିତି ଯେ? ପୁଣି ଏତେ ବାଟ ଯିବ? ଖାଉଛ କେମିତି? ରହୁଛ କେମିତି? ଏମିତି ଅନେକ ପ୍ରଶ୍ନ। ବାସ୍, ଉତ୍ତରରେ କେବଳ ଗୋଟିଏ କଥା ଆସିଲା, ମୋ ମହାପୁରୁ ଅଛି ପରା, ଡରିବି କିଆଁ ଯେ? ସିଏ ମୋ ସାଥିରେ ଅଛି, ତାରି କୃପାରୁ କେବେ କିଛି ଅସୁବିଧା ହେଇନି। ଜାଣିଛ, ଯେଉଁଠି ଯେତେବେଳେ ଯାହା ଦରକାର ପଡ଼େ ସବୁ ଯୋଗାଡ଼ି ଦିଏ। ଜନ୍ମ ଦେଇଛି ପରା। ମୋର କୋଉଠି କ'ଣ ଦରକାର ସେ ଜାଣିନି। ଲୋକଟିର କଥା ଶୁଣି ଦୁଇ ଜଣଙ୍କର ଆଖି ଛଳଛଳ। ପଚାରିବାକୁ ଆଉ ସାହସ ହେଉନଥାଏ। ଅନେକ ପ୍ରଶ୍ନ ସେମିତି ପ୍ରଶ୍ନ ହୋଇ ରହିଗଲା। ସତରେ କାଳିଆ, ଭକ୍ତ ତୋର ଏମିତି? ତୋତେ ଏତେ ଭଲ ପାଏ ଭକ୍ତ? କି ଯାଦୁ ଅଛି ତୋ ପାଖରେ କେଜାଣି? ଦେଖୁଛୁ ତ, ଆମ ପାଖରେ ସବୁ କିଛି ଥାଇ ବି ଆମେ ସଉଦାର ହିସାବ କରୁଛୁ। ଯିଏ ତୋତେ ଜନ୍ମରୁ ଦେଖିନି, କେତେ ଭରସା କରିଛି କେବଳ ତୋରି ଉପରେ। ଏତେ ବାଟ ଚାଲି ଆସିଛି, ପାଖାପାଖି 50 ବର୍ଷ ହେବ ତାକୁ। ହଉରେ କାଳିଆ, ଦେଖୁଥିବୁ ତାକୁ, ଦୁଃଖୀ ମଣିଷଟାଏ। ତୋତେ ସିଏ ଲାଗିଲା, ତା ସୁଖ ଦୁଃଖରେ ସାହା ହେଉଥିବୁ ତାକୁ। ଭରସା କରିଛି ପରା। ଯେତେବେଳେ ହାତ ଧରି ଦୁଇ ଜଣ ଯାକ ରାସ୍ତା ପାରି କରିଦିଅନ୍ତି, ପୁଣି କାନରେ ବାଜି ଉଠିଲା, ତୋ ଛନ୍ଦା ଚରଣରେ ମୁଁ ଆଶ୍ରିତ, ମୋତେ ତୁ ଭୁଲିଯିବୁନି ତ? ବାସ୍, ଦୁଇ ସାଙ୍ଗ ହାତ ଭିଡ଼ିକି ନେଉଥାନ୍ତି, ହେଲେ ଲୋକଟି ହାତ ଯୋଡ଼ିକି ଯାଉଥାଏ। ନମସ୍କାର। ଛୋଟ ଭିଡ଼ିଓଟିଏ ଆପଣମାନଙ୍କୁ କେମିତି ଲାଗିଲା ଜଣାଇବେ ନିଶ୍ଚୟ। ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ, କ୍ଷମା କରିବାକୁ ଅନୁରୋଧ। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଭଲରେ ଥାନ୍ତୁ, ସମସ୍ତେ ଖୁସିରେ ଥାନ୍ତୁ। ଜୟ ଜଗନ୍ନାଥ।